ଜୟ ମା ସାରା ସୁନ୍ଦର। ଚାଲନ୍ତୁ ମୁଁ ଏଠି ଗୋଟେ ଛୋଟିଆ କଥା କହିବି, ହେଲା କି ମୋର ଅନୁରୋଧ ରଖିବେ, ମୁଁ ନିହାତି ଅନୁରୋଧ କରୁଛି। ହଉ ଚାଲନ୍ତୁ ମୁଁ ଏଠି ସ୍ୱାଗତ ଜଣାଇବି ମୋ ପ୍ରିୟ ସବସ୍କ୍ରାଇବରମାନଙ୍କୁ, ଦ୍ୱିତୀୟ ସ୍ୱାଗତ ଜଣାଇବି ମୋ ମିସ୍ତ୍ରୀ ଚ୍ୟାନେଲକୁ। ଏଠି ମୁଁ ଅନୁରୋଧ କରିବି, ଯେଉଁ ମୋର ପ୍ରିୟ କଷ୍ଟମର ମାନେ ଯାଉଛନ୍ତି କିଣିବା ପାଇଁ ଦୋକାନକୁ ଟାଇଲ ଖରିଦି କରିବା ପାଇଁ ଯାଉଛନ୍ତି, ଯାଆନ୍ତୁ, ମୋ ମନ ଦୁଃଖ ନାହିଁ। ଯେକୌଣସି ଦୋକାନକୁ ଯାଉଛନ୍ତି ଯାଆନ୍ତୁ, ଆପଣଙ୍କର ଯେଉଁଟା ମନୋନୀତ ହେଉଛି ନିଶ୍ଚୟ ଆଣନ୍ତୁ। ଆଉ ଯଦି କୌଣସି ଦୋକାନୀ କହୁଛି ଯେ ନାଇଁ ଏ ଟାଇଲଟା ଭଲ ନୁହେଁ, ଫାଷ୍ଟ ଆପଣ ତା ମୁହଁକୁ ଅଂଶା କରିକି ଫଲୋ କରନ୍ତୁ। ସେ ଠିକ୍ କହୁଛି କି ଭୁଲ କହୁଛି, ହୁଏତ ତା ପାଖରେ ଷ୍ଟକ୍ ନଥାଇପାରେ, କହିବ ଏଇଟା ଠିକ୍ ନୁହେଁ। ଆଉ ଷ୍ଟକ୍ ଥିଲେ କହିବ ହଁ ହଁ ଭଲଟା ଏଇଟା ନିଅନ୍ତୁ ବୋଲି। ପ୍ରାୟତଃ ସବୁ ଦୋକାନୀ ନୁହେଁ, ଏମିତି 30% ହେଇପାରନ୍ତି। କାହିଁକିନା ମୁଁ କାଲି ଗୋଟେ ଦୋକାନକୁ ଯାଇଥିଲି ଗୋଟେ କଷ୍ଟମର ଟାଇଲ ଚଏସ୍ କରିବା ପାଇଁ, ଆଉ ମେଟେରିଆଲ ଭଲ କି ମନ୍ଦ ଦେଖିବା ପାଇଁ। ଯେଉଁଟା ତାର ଷ୍ଟକ୍ ନାହିଁ ସେଇଟାକୁ ସେ କହୁଛି କି ଭଲ ନୁହେଁ, ଆଉ ଯେଉଁଟା ଷ୍ଟକ୍ ଅଛି କହୁଛି ସେଇଟା ଭଲ ବୋଲି। 2-4 ଆଜିକାଲି ଦୁନିଆରେ ଆପଣ ଜାଣିଥିବେ, ଦେଖା ସୁନ୍ଦର କୋଟିଂ ତାର ପୁରା କମ୍, 10% କୋଟିଂ। ଆଉ 2-3 ପ୍ରାୟ ଆସୁଛି ଢୋଲ ଚାର୍ଜେସ୍, କୋଟିଂ ତାର ବହୁତ ଉନ୍ନତମାନ, 50% ଆସୁଛି କୋଟିଂ। ସେଥିପାଇଁ ମୁଁ ଯାଇଥିଲି, ତାର ମୋର ଯୁକ୍ତି ହେଲା ସେ ଦୋକାନୀ ଭାଇର ମୋର। ମୁଁ କହୁଛି ନାଇଁ ଆମର 2 ନେବୁ ଢୋଲ ଚାର୍ଜେସ୍। ନା ଆଜ୍ଞା ଭଲ ନୁହେଁ। ଆଜ୍ଞା କେମିତି ଭଲ ନୁହେଁ? କୋଟିଂଟା ତ 50-50 ରହୁଛି, ସେଇଟା ଭଲ ନୁହେଁ କେମିତି କହିଲେ? କୋଟିଂଟା ଯେଉଁଠି ତାର 50-50 ରହୁଛି ସେଇଟା ଭଲ ନୁହେଁ କେମିତି? ଯେଉଁଠି ଆଖି ବାଳ ଟାଇପ୍ର କୋଟିଂ ରହୁଛି 10% ରହୁଛି, ସେଇଟା କେମିତି ଭଲ କହିଲେ? ତା ପାଖରେ ଆଭେଲେବୁଲ୍ ଅଛି ସେଇଟା ବୋଲି ସେ କହୁଛି। ଆଜିକାଲି ଆଜ୍ଞା ଦେଖା ସୁନ୍ଦର ଆଣୁଛନ୍ତି, କଷ୍ଟମର ଜାଣିପାରୁନାହାନ୍ତି, ଯାହାକି ମତରେ ଭଲ ନୁହେଁ। ତେଣୁକରି ସେଇଭଳିଆ ଜିନିଷକୁ ରଖୁଛନ୍ତି ଅଧିକା ଲାଭରେ, ପ୍ରାୟତଃ ବିକ୍ରୟ କରିବା ପାଇଁ ଚେଷ୍ଟା କରୁଛନ୍ତି। ତାହା ମୋର କିଛି ଭୁଲ ନାହିଁ। ଯଦି ହେଇଥାଏ କୌଣସି ପ୍ରକାର ଘରବାଲାର ଭୁଲ, ତା ମୁଁ କିଛି କହିପାରିବିନି କି କରିପାରିବିନି। କରାଉଥାଏ ସେହି ତା ବିନୁ ଅନ୍ୟ ଗତି ନାହିଁ। ଯାହା କରିବ ସେଇ, ଯାହା ନ କରିବ ସେଇ। ଯେ ପାଞ୍ଚେ ପର ପାଞ୍ଚେ ତା ପାଇଁ ଗୋବିନ୍ଦ ପାଞ୍ଚେ। ତେଣୁକରି ତାକୁ ଟିକେ ଆଖି ଆଗରେ ରଖି ବାଟ ଚାଲିବାକୁ ଆମକୁ ହେବ। କାହିଁକି ଏମିତି ଅଦୃଶ୍ୟମାନ ହେଇ ଚାଲୁଛନ୍ତି, ପଥ ଅତିକ୍ରମ କରୁଛନ୍ତି, ତାହା କେବେ ଠିକ୍ ନୁହେଁ। ଯାହା ହଉ ମୁଁ ଆସିଲି, ମୋର ସେଇ ଘରବାଲା ସହିତ ଯେଉଁ ଯାଇଥିଲି ଦୋକାନକୁ, ତାରି ଇଏରେ ମୁଁ ଆସିଲି। ତେଣୁକରି କେମିତି ଭଲ ହେବ ଜିନିଷ, ସେମିତି କହିଲାକୁ ଦୋକାନୀ ଆଉ ଗୋଟେ ପ୍ରକାର କହୁଛନ୍ତି, ଏଇଟା ନାହିଁ ସେଇଟା, ସେଇଟା ନାହିଁ ସେଇଟା। ହଉ ହେଲା ଆଜ୍ଞା, ତଥାପି ମୁଁ ମନ ଦୁଃଖ କଲି ନାହିଁ। ଘରବାଲାକୁ ମୁଁ କହିଲି ଯେ ନାଇଁ ଆମର ଏଇଟା ହିଁ ଯିବ, ସେଇଟା ହିଁ ଯିବ ନାହିଁ। ତେଣୁକରି ଘରବାଲା ମୋ କଥା ରାଜି ତ ହୋଇଲେ, କିନ୍ତୁ ଘରବାଲା ଆଣିବେ ନ ଆଣିବେ ତାଙ୍କ ଉପରେ ନିର୍ଭର କରେ। ତେଣୁକରି ମୋର କର୍ତ୍ତବ୍ୟ ଥିଲା କିଛି ମିସ୍ତ୍ରୀ ହିସାବରେ ମୁଁ ଯାଇଥିଲି, ଭଲ ମେଟେରିଆଲ୍ କେଉଁଟା, ଖରାପ ମେଟେରିଆଲ୍ କେଉଁଟା, କେଉଁଟା ଭଲ ହେବ କେଉଁଟା ମନ୍ଦ ହେବ, ସେଇଟା ଦେଖିକରି ଘରବାଲାକୁ ସତ ପ୍ରକୃତ ଭାବେ ଜଣାଇବା ପାଇଁ ଯାଇଥିଲି। ମୁଁ କାର୍ଯ୍ୟ ସାରି ମୁଁ ଘରକୁ ଫେରି ଆସିଲି। ତାଙ୍କର ଘରବାଲା କେତେବେଳେ ଜିନିଷ ଆଣିବେ, କେଉଁ ଜିନିଷ ଆଣିବେ, ତାହା ଘରବାଲାଙ୍କ ଉପରେ ନିର୍ଭର। ସିଏ ଘରବାଲା ବ୍ରାଣ୍ଡ ଖୋଜୁଛନ୍ତି, ଯାଇଛନ୍ତି ବ୍ରାଣ୍ଡ ଟାଇଲ୍ ସବୁ ଆଣିବାକୁ, ସବୁ କାଜେରିଆ, ସମ୍ବାନୀ, ଜଂସନ୍ ଏଇସବୁ କିଛି ଆଣିବା ପାଇଁ ଯାଇଛନ୍ତି। ଆମେ କାହିଁକି ତା ଦେହରେ ମନା କରିବୁ ଯେ?
ମନା କରିପାରିବୁନୁ କଦାପି। ତେଣୁକରି ଆମେ କହିଲୁ ଆଜ୍ଞା ସାର୍ ଆଜ୍ଞା ଏଇ ଜିନିଷଟା ଭଲ ସେଇ ଜିନିଷଟା ଖରାପ, ତା ଏୟା ଡିଫରେନ୍ସ ଏୟା ପାର୍ଥକ୍ୟ, ତେଣୁକରି ନିଅନ୍ତୁ ନାହିଁ। ମୁଁ ତ ଆଜ୍ଞା ଆପଣଙ୍କୁ ସବୁ କଥା ଭିଡ଼ିଓରେ କହିପାରିବିନି ଯାହା ସବୁ ଦୋକାନରେ ଘଟିଯାଇଛି ଅଘଟଣ ପରି, ତାହା ତ ସବୁ କିଛି ଖୁଲାସା କରିପାରିବେନି। ମୁଁ କହୁନାହିଁ ଏଇଠି କେଉଁ ଦୋକାନୀକି ଯାଇଥିଲି ବୋଲି, କେଉଁ ଦୋକାନ ନାଁ ଧରୁନାହିଁ। ତେଣୁକରି ମୁଁ କହୁଛି, ତେଣୁକରି ଆପଣଙ୍କ ଇଚ୍ଛା ଯାହା ଥିବ ଆଣିବାରେ ମନରେ ତାହା ଆଣିବେ। ରହିଲେ ଯଦି ଆଜ୍ଞା ଭିଡ଼ିଓ ମାଧ୍ୟମରେ କିଛି ଖରାପ ଭୁଲ ବଶତଃ ହେଇଥାଏ ତାହାର ସଂଶୋଧନ କରିବାଟା ଆପଣଙ୍କର ଦାୟିତ୍ୱ। ନିଶ୍ଚୟ କମେଣ୍ଟ ମାଧ୍ୟମରେ ତାର କିଛି ରଖିବେ ବକ୍ତବ୍ୟ, ମୁଁ ଅନୁରୋଧ କରୁଛି।